ସମସ୍ତଙ୍କୁ ଆର୍ପି ଏଜୁକେସନ୍କୁ ସ୍ୱାଗତ। ଆଜି ଆମେ ପଢ଼ିବା ଦଶମ ଶ୍ରେଣୀର ଯେନ୍ଟା ହେଉଛି କି ଓଡ଼ିଆ ବ୍ୟାକରଣ, ଯାହାକି ହେଉଛି ପ୍ରଥମ ପାଠ ବାକ୍ୟ ବିଚାର, ଯାହାକି ଆମେ ଦଶମ ଶ୍ରେଣୀର ପିଲାମାନଙ୍କୁ ଅନୁରୋଧ କରୁଛି ସେମାନେ ଯାହାକି ବୋର୍ଡ଼ ଏକ୍ଜାମ୍ରେ ଯେଉଁ 50ଟି MCQ ଅଛି ସେଥିମଧ୍ୟରୁ ବ୍ୟାକରଣର 25ଟି ଆଇଥିଲା। ତେଣୁ ମୁଁ କହୁଛି ବ୍ୟାକରଣକୁ ଭଲ ଭାବରେ ପଢ଼ିବେ, ଯାହାଦ୍ୱାରା କି 25ରୁ 25 ମାର୍କ MCQରେ ମିଳିପାରିବ। ଚାଲ ପ୍ରଥମେ ଷ୍ଟାର୍ଟ କରିବା ବାକ୍ୟ ବିଚାର। କ'ଣ ବାକ୍ୟ ବିଚାର? କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। କ'ଣ କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। କ'ଣ କହି ଜାଣିଲେ ଆମେ ଯଦି କଥା ଗୋଟେ କହି ଜାଣିବା ତାହା ସୁନ୍ଦର ଲାଗିବ, ଆଉ ବାନ୍ଧି ଜାଣିଲେ ମଥା ମଧ୍ୟ ସେହିପରି ଭାବରେ ସୁନ୍ଦର ଲାଗିବ। ଚାଲ ଆମେ ପଢ଼ବା ବାକ୍ୟ ଗାୟକମା। ଏକ ବା ଏକାଧିକ ପଦ। କ'ଣ ଏକ ବା ଏକାଧିକ ପଦ ମିଳିତ ହୋଇ କୌଣସି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ବାକ୍ୟ କୁହାଯାଏ। କ'ଣ କାହାକୁ ବାକ୍ୟ କୁହାଯାଏ? ଏକ ବା କ'ଣ ଏକ ବା ଏକାଧିକ ବାକ୍ୟ କ'ଣ ମିଶି କୌଣସି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ଆମେ କ'ଣ କହିବା? ବାକ୍ୟ ବାକ୍ୟ କହିବା। କ'ଣ ତାହାକୁ ଆମେ ବାକ୍ୟ ବୋଲି କହିବା। ତାପରେ ବାକ୍ୟର କ'ଣ ଯୋଗ୍ୟତା ଦେଖିବା। ଚାଲ କ'ଣ ବାକ୍ୟର ଯୋଗ୍ୟତା। ବାଲକଟି ଉଡ଼ୁଅଛି। ତୁମେ ସତରେ ଜାଣିଛ କି ବାଲକଟି ବା ମଣିଷ ଉଡ଼ିପାରିବ ନା? ତେଣୁ ଏହାର ଯୋଗ୍ୟତା ନୁହେଁ। ଛେଳି ଗୀତ ଗାଉଛି ବୋଲେ ଛେଳି ଗୋଟିଏ ଗୀତ ଗାଇପାରିବ କି? ତେଣୁ ପାଇଁ ଏହିଟା ହେବ ନାହିଁ ବା ଯୋଗ୍ୟତା ଅଭାବ ଅଛି। ବାକ୍ୟ ଯେପରି ବାଲକଟି ଉଡ଼ୁଅଛି, ବାଲକଟି ସତରେ ଉଡ଼ିପାରିବ କି? ନ ଉଡ଼ିପାରିବ। ତେଣୁ ତା'ର ଯୋଗ୍ୟତା ନାହିଁ ଉଡ଼ିବାର। ଛେଳି ମଧ୍ୟ ଗୀତ ଗାଉଅଛି, ଛେଳିର ଗୀତ ଗାଇବାର ଯୋଗ୍ୟତା ଅଛି? ହେଇପାରିବନି। ଏହା ଗଛ ପାଣିରେ ଜଳିଗଲା, ଗଛଟି ପାଣିରେ ଜଳିବ କି? ଏହାର ବି ଯୋଗ୍ୟତା ନାହିଁ। ତେଣୁ ଏହା ହେବ ନାହିଁ। ଚାଲ ଆମେ ପଢ଼ିବା ଏବେ କ'ଣ ବାକ୍ୟରେ କ'ଣ ଥାଏ। ପ୍ରଥମେ ଯୋଗ୍ୟତା ଥାଏ। କ'ଣ ବାକ୍ୟର ଯୋଗ୍ୟତା ଆମେ ପହିଲା ପଢ଼ନା। ବାଲକଟି ଉଡ଼ୁଅଛି, ତାପରେ ସେଇଭଳି ତେଣୁ ଉଦ୍ରାହୃତ ରୂପେ ବାକ୍ୟ ଗୁଡ଼ିକୁ ନିମ୍ନ କ୍ରମରେ ପଢ଼ିବାକୁ ହେବ। ହେଲେ କ'ଣ ଯୋଗ୍ୟତା ଯେନ୍ଟା ନେଇଥିଲା ବାକ୍ୟ ଯେନ୍, ସେ ବାକ୍ୟକୁ ଆମେ ଯୋଗ୍ୟତା ଆନ୍ମା ଯେନ୍ଟା ସେଟା ହେଉଛି ଏଠାନେ ପଢ଼ମା। ବାଲକଟି ଉଡ଼ୁଅଛି ଇଟା ହେବା କରେକ୍ଟ। ସବିତା ଗୀତ ଗାଉଛି ଇଟା ମଧ୍ୟ ହେବା କରେକ୍ଟ। ଗଛଟି ନିଆଁରେ ଜଳିଗଲା ମଧ୍ୟ ଇଟା ହେବା କରେକ୍ଟ। ତାପରେ ପଢ଼ିବା କ'ଣ ପଢ଼ିବା? ଯୋଗ୍ୟତା ଆମେ କାହାକୁ କହମା ବୋଲେ ଯୋଗ୍ୟତା କାହାକି ଆମେ କହମା। ପ୍ରଥମେ ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକ ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା ବୋଲି କୁହାଯାଏ। କ'ଣ ବାକ୍ୟରେ ବୁଝାଯାଉଥିବା ପରସ୍ପର ସମ୍ବନ୍ଧକୁ ଯୋଗ୍ୟତା ବୋଲି କୁହାଯାଏ। କ'ଣ କ'ଣ ବାକ୍ୟରେ ସମ୍ବନ୍ଧ ଅଛି? ପ୍ରଥମେ ପଢ଼ିବା ବାଲକଟି ଉଡ଼ୁଅଛି। କ'ଣ ବାଲକ ଗୋଟିଏ କ'ଣ କରୁଛି? ଉଡ଼ୁଅଛି। ତା'ର ସମ୍ବନ୍ଧ କେଉଁଠି ଅଛି? ଉଡ଼ୁଅଛି ବୋଲେ କ'ଣ ଏହା ସତ। ତେଣୁ ଏହାର ଯୋଗ୍ୟତା ଅଛି, ଏହା ପାସ୍ ହେବ ବା ଯୋଗ୍ୟତା ଏହାର ଅଛି। ସବିତା ଗୀତ ଗାଉଛି। କ'ଣ ସବିତା ଗୀତ ଗାଇପାରିବ? ତେଣୁ ଆମେ ଏହା ବି ବାକ୍ୟର ଯୋଗ୍ୟତା ଅଛି। ତେଣୁ ଆମେ କହିବା ବାକ୍ୟଟି ଯୋଗ୍ୟତା ଅଛି। ଯେନ୍ଟା ହେଉଛି ବାକ୍ୟରେ ବ୍ୟବହାର କରାଯାଉଥିବା କ'ଣ ଯୋଗ୍ୟତା କାହାକୁ କୁହାଯାଏ? ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା ବୋଲି କୁହାଯାଏ। କ'ଣ ବାକ୍ୟରେ ବ୍ୟବହାର କରାଯାଉଥିବା, ପୁଣି ଥରେ କହୁଛି, ରିପିଟ୍ କରୁଛି, ଶୁଣ ସମସ୍ତେ ଭଲ ଦେଖେ। ବାକ୍ୟରେ ବୁଝାଯାଉଥିବା କ'ଣ ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ'ଣ ଯୋଗ୍ୟତା ବୋଲି କୁହାଯାଏ। ସମ୍ବନ୍ଧକୁ ଯୋଗ୍ୟତା ବୋଲି କୁହାଯାଏ। ଆକାଂକ୍ଷା। ତାହେଲେ ଆମେ ପଢ଼ିବା ଆକାଂକ୍ଷା। ମଦନ ସହିତ ଡେସ୍କ। ବାକ୍ୟଟି ପୂର୍ଣ୍ଣ ନୁହେଁ, ଏହା କିଛି କଥାକୁ ଅପେକ୍ଷା କରୁଅଛି ବୋଲେ କ'ଣ ଏହା ବାକ୍ୟଟି ତାର ଆକାଂକ୍ଷା ବୋଲେ ମଦନ ସହିତ ତାର ଆକାଂକ୍ଷାଟା ପୂର୍ଣ୍ଣ ହେଲା କି? ଆକାଂକ୍ଷାଟା ତାହାର ପୂର୍ଣ୍ଣ ହେଲା କି? ଆକାଂକ୍ଷାରେ କ'ଣ ପୂର୍ଣ୍ଣ ହେଲାନି। ମଦନ ସହିତ ଡେସ୍କ ଅଛି ବୋଲେ ଏହି ଯେନ୍ ଡେସ୍କ ପୂରଣ ଅଛି ତାହାକେ ଆମେ କିଛିରେ ଭରବା, ସାହାବକୁ ଭରମା ଆମେ। ରବିବାର ଦିନ ଚପଲା। କ'ଣ ଡେସ୍କ ଅଛି, ଏହାକୁ ମଧ୍ୟ ଭରିବାର ଅଛି, କାରଣ ଏହାକୁ ମଧ୍ୟ ପୂର୍ଣ୍ଣ କରିବାର ଅଛି, ନ ଭରିଲେ ହେବ। ସେହିପରି ଭାବରେ ଆକାଂକ୍ଷା ବୋଲେ କ'ଣ ପଢ଼ିବା, ତାହାପରେ ଯୋଗ୍ୟତା ପରେ ପଢ଼ିବା ଆକାଂକ୍ଷା। ଆକାଂକ୍ଷା କାହାକୁ କୁହାଯିବ? ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକ ପାଇଁ ଅପେକ୍ଷା କଲେ କ'ଣ
ବୋଲେ ବାକ୍ୟରେ ବୋଲେ ଗୋଟିଏ ବାକ୍ୟ ଏକ୍ଜାମ୍ପଲ୍ ନେମା ଏଇଟା ମଦନ ସହିତ କ'ଣ ମଦନ ସହିତ ଡେସ୍କ ବୁଲିଛି ବୋଲେ ତାର ଆକାଂକ୍ଷାଟା ପୂର୍ଣ୍ଣ ହେଇପାରିଛି କି ତାର ଆକାଂକ୍ଷାଟା ରହିଯାଇଛି ତାହାକେ ଆମେ କହମା ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର କ'ଣ ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକ ପାଇଁ ଅପେକ୍ଷା କଲେ ତାହାକୁ ଆକାଂକ୍ଷା କ'ଣ କୁହାଯାଏ ବୋଲେ ବାକ୍ୟରେ ଯେନ୍ ଗୋଟିଏ ପଦ ଆର୍ ଗୋଟିଏ ପଦକେ ଯେନ୍ ଅପେକ୍ଷା କରିବା ସେଟାକି କହମା ଆମେ ଆକାଂକ୍ଷା ସର୍ଟ ଟ୍ରିକ୍ ହିସାବରେ ଏହା ସରିଲା ତାପରେ ପଢ଼ିବା ଚାଲ ଆସକ୍ତି କ'ଣ ଆସକ୍ତି କାହାକୁ କହିବା ହେଲେ ଏବେ ହୋଇ ହେଲେ ଗୌତମ ବୁଦ୍ଧତ୍ୱ ତପସ୍ୱୀ ଉଭୟ ମିଶି ଛବି ଆଙ୍କିଛନ୍ତି ହେଲେ କ'ଣ ଏହି ଆସକ୍ତି କହିଲେ କ'ଣ ଆମେ ଧର୍ମରେଙ୍କର ଏଠାରେ କହିବା ଯେନ୍ ହେଉଛି ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସ୍ୱୀ ଏହା ହେବ କ'ଣ ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ କଲେ ଏହା ବାକ୍ୟକୁ ଯେନ୍ ବୋଲେ ଏହାକୁ ଆମେ କହିପାରିବା ବାକ୍ୟକୁ ଯେନ୍ ଭୁଲ ବୋଲେ ଏପଟ ସେପଟ କରି ଯେନ୍ ଦେଇଥିସି ତାହାକୁ 1 ଷ୍ଟେପ୍ରେ 2 ଷ୍ଟେପ୍ରେ 3 ଷ୍ଟେପ୍ରେ ପହିଲେ ପ୍ରଥମେ ଯେନ୍ଟା ଗୌତମ ହେଲା ତାପରେ ତପସିଦ୍ଧ ହେଲା ତାପରେ ହୋଇ ହେଲେ ପ୍ରାପ୍ତ ଏହିପରି ଭାବରେ ଆମେ କରିବା ତାପରେ କ'ଣ ଆସକ୍ତି ଆମେ କହମା କାହାକି ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି ହେଲେ କ'ଣ ଏ ବାକ୍ୟରେ ସୌନ୍ଦର୍ଯ୍ୟ ଅଛି କି ଯେଉଁ ଏ ବାକ୍ୟରେ ଯେନ୍ ଏପଟ ସେପଟ ହୋଇଛି ତାହାର ସୌନ୍ଦର୍ଯ୍ୟ ନାହିଁ ହେଲେ କ'ଣ ଏହାର ଆସକ୍ତି ନାହିଁ ବୋଲି କହିବା ଉଭୟ ମିଶି ଛବି ଆଙ୍କିଛନ୍ତି ଏହାର ମଧ୍ୟ ସୌନ୍ଦର୍ଯ୍ୟ ନାହିଁ ବୋଲେ କ'ଣ କହିବା ବାକ୍ୟରେ ଥିବା ପଦ ଗୁଡ଼ିକ ସୌନ୍ଦର୍ଯ୍ୟ ହେଉଛି ଆସକ୍ତି କ'ଣ ବାକ୍ୟରେ ହେଇଥିବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି ଏହାଦ୍ୱାରା କାହା ଉପରେ କେଉଁ ପଦ ରହିଲେ ତାହା ଉଭୟ ସ୍ପଷ୍ଟ ଭାବକୁ ପ୍ରକାଶ କରିଥାଏ ତାହାକୁ ଆମେ ଆସକ୍ତି ବୋଲି ବା ପଦ ବିନ୍ୟାସ କହିବା କ'ଣ ଆମେ ବୁଝିଲା ଆସକ୍ତି ବୋଲେ ବାକ୍ୟରେ ଥିବା ପଦ କ'ଣ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି ବୋଲେ ଏଇ ବାକ୍ୟରେ ଯେଉଁ ସୌନ୍ଦର୍ଯ୍ୟ ହେଉଛି ସେଟା ହେଉଛି ଆସକ୍ତି ଏହାଦ୍ୱାରା କେଉଁ ପଦ ବୋଲେ କେନ୍ ପଦ ପରେ ରହିଲେ ତାହାକେ ଆମେ ସ୍ପଷ୍ଟ ଭାବରେ ବୁଝିବାରଟା କି ଆମେ କହମା ଆସକ୍ତିକି ଆମେ କାଣା ବୋଲି କହିପାରମା ଆସକ୍ତିକି ଆମେ ପଦ ବିନ୍ୟାସ ବୋଲିକରି କୁହାଯାଇପାରିବା କ'ଣ ଆସକ୍ତିକୁ ଆମେ ପଦ ବିନ୍ୟାସ କଲା ପରେ ଆମେ ଦେଖିବା ବାକ୍ୟାଂଶ ଆମେ କାଣା କହମା ବାକ୍ୟାଂଶ କହିଲେ ଆମେ କ'ଣ ବୁଝିବା ବାକ୍ୟାଂଶ କହିଲେ ଆମେ କ'ଣ ବୁଝିବା ହରିହରଙ୍କ କଥା ଶୁଣି ମା ବୋଲେ କ'ଣ ଡେସ୍କ ସରିଲା ବୋଲେ ବାକ୍ୟାଂଶଟି ପୂର୍ଣ୍ଣ ହେଲା କି ନ ହେଲା ଘଣ୍ଟା ବାଜିଲା ଅଥଚ ପିଲାମାନେ ଡେସ୍କ ବୋଲେ କ'ଣ ଉଦ୍ଧୃତ ବାକ୍ୟ ଦ୍ୱୟ ସମ୍ପୂର୍ଣ୍ଣ ନୁହନ୍ତି ଏଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ କେତୋଟି ଆବଶ୍ୟକତା ରହିଛି କ'ଣ ଯେଉଁ ଆବଶ୍ୟକତା ରହିଛି ତାହାକି ଆମେ କହିବା ଯେଉଁ ଆବଶ୍ୟକତା କ'ଣ ବାକ୍ୟରେ ଯେଉଁ ଆବଶ୍ୟକତା ରହିଛି ତାହାକି ଆମେ କହିବା ବାକ୍ୟରେ ବୁଝା ପଡ଼ୁଥିବା କ'ଣ ପ୍ରଥମେ ଆମେ ବୁଝିବା ବାକ୍ୟାଂଶ କାହାକୁ କହିବା ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବୋଲେ କ'ଣ ବାକ୍ୟରେ ଯେନ୍ ବୁଝା ପଡ଼ୁଛି ନିର୍ଦ୍ଦିଷ୍ଟ ଅଂଶ ଏଇଟା ଗୋଟେ ହରି ଗୋଟେ ଯେନ୍ କଥା ଶୁଣି ମାସଟା ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ଅଂଶ କିନି ଅଂଶକୁ ପଦ ସଂହିତାକୁ ବୋଲେ କୁହାଯାଏ ବୋଲେ ବାକ୍ୟରେ ଯେନ୍ ଅଂଶ ଅଛି ହରିହର ଗୋଟେ ଅଂଶ ଅଛି କଥା ଶୁଣି ଗୋଟେ ଅଂଶ ଅଛି ଦୁଇଟା ଅଂଶ ବା ଅଂଶ ନିର୍ଦ୍ଦିଷ୍ଟ କେତୋଟି ପଦ ସଂହିତା ବା ଏହାକୁ ପଦ ସଂହିତା ମଧ୍ୟ କୁହାଯାଏ ଏହାକୁ ମିଶି ଯେଉଁ ପଦ ସଂହିତା ବନାଯାଏ ତାହାକୁ ଆମେ କହିବା ବାକ୍ୟ କ'ଣ ତାହାକୁ କହିବା ଆମେ ବାକ୍ୟ କ'ଣ କହିବା ତାହାକୁ ବାକ୍ୟ ତାହେଲେ ବୁଝିପାରିଲ କି ବାକ୍ୟାଂଶ କାହାକୁ କହିବା ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ ପଦ ସଂହିତାକୁ ବାକ୍ୟାଂଶ ବୋଲି କୁହାଯାଏ ଯେନ୍ଟା ହରିହର କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ ଏହା ହେଉଛି ରାଇଟ୍ କାରଣ ଏହା ହେଉଛି ରାଇଟ୍ ଘଣ୍ଟା ବାଜିଲା ଅଥଚ ପିଲାମାନେ ଆସିଲେ ନା ଏହା ହେଉଛି ବାକ୍ୟରେ ଏହାର ବାକ୍ୟାଂଶ ଅଛି ବା ଏହା ଠିକ୍ ତାପରେ ଆମେ ବୁଝିବା ଚାଲ ଖଣ୍ଡ ବାକ୍ୟ କାହାକୁ ଅଛି କ'ଣ ଖଣ୍ଡ ବାକ୍ୟ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ ଯେପରି ଆମେ କହିଲା ଏଠାରେ କହିବା ରାମ ଆସିଲା ଲା ହେଉଛି ଲା ହେଲା ଯେ ଲା ହେଉଛି ଶେଷ କିନ୍ ବାକ୍ୟର ଏହାକି ବି ଆମେ କହିବା ଖଣ୍ଡ ବାକ୍ୟ କ'ଣ ଏହାକୁ ଆମେ ମଧ୍ୟ କହିପାରିବା ଏହାକୁ ଆମେ କହିବା କ'ଣ ଖଣ୍ଡ ବାକ୍ୟ ବୋଲି କହିବା କ'ଣ ଖଣ୍ଡ ବାକ୍ୟ ଦେଖ ଯେଉଁମାନେ ବୃଥାରେ ସମୟ କାଟନ୍ତି ଡେସ୍କ ବୋଲଛି ଏହା
ଏହାର ଖଣ୍ଡବାକ୍ୟ ନୁହେଁ। କ'ଣ ଏହାର ଖଣ୍ଡବାକ୍ୟ ତାର ସମାପିକା କ୍ରିୟାଯୁକ୍ତ ଅଂଶଟି ନାହିଁ। ହେଲେ ସମାପିକା କ୍ରିୟା ଯାହା ହେଉଛି ଆମେ ପୂର୍ଣ୍ଣଚ୍ଛେଦ ବୋଲି କହିଥାଉ, ସେ ପୂର୍ଣ୍ଣଚ୍ଛେଦଟା ଅଛି ନାହିଁ। ତେଣୁ ଆଉ ଦେଖ ଖଣ୍ଡବାକ୍ୟରେ କ'ଣ ଥାଏ, କର୍ତ୍ତା ମଧ୍ୟ ଥାନ୍ତି ଏବଂ କ୍ରିୟାପଦ ମଧ୍ୟ ଥାଏ। ସେହିପରି ଭାବରେ ଆମେ ଖଣ୍ଡବାକ୍ୟଟା ବୁଝିପାରିବା ବା ଖଣ୍ଡବାକ୍ୟ କହିଲେ ତୁମେ ବୁଝିପାରିବା। ସବୁବେଳେ ଏତିକି ସୁରକ୍ଷିତ ଯେ ଖଣ୍ଡବାକ୍ୟ କହିଲେ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ ବୋଲି କୁହାଯାଏ। କ'ଣ ଖଣ୍ଡବାକ୍ୟ କହିଲେ ଯେ ସମାପିକା କ୍ରିୟା ଯେନ୍ ଅଛି ରାମ ଆସୁଛି, ଏହିପରି ଭାବରେ ଯେ ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଆମେ କହିବା ଖଣ୍ଡବାକ୍ୟ। ଏଥିରେ ହେଲା ପାଠ ହେଲା ଆମ ଓଡ଼ିଆ ଗ୍ରାମାର ଯେନ୍ଟା ବାକ୍ୟ ବିଚାର ସରିଛି। ତ ଆମେ ନେକ୍ସଟ ଭିଡ଼ିଓରେ ଦେଖିବା ଏହାର ପ୍ରଶ୍ନପତ୍ର ଏବଂ ସମସ୍ତେ କିପରି ରୂଢ଼ି ଓ ଲୋକବାଣୀ ଘୋଷିବେ ତା'ର ମୁଁ ସର୍ଟ ଟ୍ରିକ୍ ନେକ୍ସଟ ଭିଡ଼ିଓରେ ବତାଇବି। ଧନ୍ୟବାଦ। RP ଏଜୁକେସନ୍ର ପଢ଼ାଇବା ଭଲ ଲାଗିଥିଲେ ତାହାକୁ ସବସ୍କ୍ରାଇବ୍ କରିବେ।